ସତରେ କେତେ କଷ୍ଟ ହୁଏ ନା ଯେବେ ଜଣେ ଜୋର କରି ଜୀବନରେ ପଶି ଆସେ, ତୁମକୁ ବିଶ୍ୱାସ ଆଉ ସ୍ନେହରେ ବାନ୍ଧି ତୁମ ଉପରେ ଅଧିକାର ଜାହିର କରେ, ତୁମକୁ ସବୁଠାରୁ ଅଧିକ ଭଲ ପାଇବା ଦେଇ ତୁମ ଜୀବନର ଗୋଟିଏ ଜରୁରୀ ଅଂଶ ପାଲଟିଯାଏ। ତୁମେ ଆଗରୁ ଯେପରି ବି ଥାଅ ସିଏ ତୁମକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ପୁଣି ଦିନେ କୌଣସି ବି କାରଣ ଥାଉ ସିଏ ନିଜେ ବଦଳିଯାଏ। କଥା ହେବାର ଅଭ୍ୟାସ କରିଦେଇ ପୁଣି ନିଜେ କଥା ହେବା ବନ୍ଦ କରିଦିଏ, ଆମକୁ ସମ୍ପୂର୍ଣ୍ଣ ଭୁଲିଯାଏ। ସତରେ କେତେ କଷ୍ଟ ହୁଏ ନା। ଗୋଟିଏ ଚୋର ସବୁବେଳେ ରାଜାଙ୍କ ମହଲକୁ ଚୋରି କରିବାକୁ ଯାଏ, ସବୁବେଳେ ଅଲଗା ଅଲଗା ରୂପ ନେଇଯାଏ, କିନ୍ତୁ ତା ଦୁର୍ଭାଗ୍ୟ ସବୁଥର ସେ ଧରା ପଡ଼ିଯାଏ। ଚୋରି କରିବା ପୂର୍ବରୁ ହିଁ ଧରା ପଡ଼ିଯାଏ। ସେଥିପାଇଁ ରାଜା ତାକୁ ଅଳ୍ପ ଜୋରିମାନା ପଇଠ କରିବାକୁ ଦଣ୍ଡ ଦେଇ ତାକୁ ଛାଡ଼ି ଦେଉଥିଲେ। ଚୋରଟି ଏହି କାରଣରୁ ଭାରି ଚିନ୍ତାରେ ଥାଏ। ଦିନେ ସେ ଜଣେ ସାଧୁ ବାବାଙ୍କୁ ଭେଟିଲା ଏବଂ ବାବାଙ୍କୁ ନିଜର ଦୁଃଖ ଜଣାଇଲା। ବାବା ତାକୁ କହିଲେ, ତୁମେ ସବୁଥର ରାତି ଅଧରେ ଯାଉଛ ଏବଂ ଭେଷ ବଦଳାଇ ଯାଉଛ, ଆଉ ଦ୍ୱାରପାଳଙ୍କ ପାଖରେ ମିଛ ବି କହୁଛ, ସେଥିପାଇଁ ତୁମେ ଧରା ପଡ଼ିଯାଉଛ। ଏଥର ଗୋଟିଏ କାମ କରିବ, ଦ୍ୱାରପାଳଙ୍କ ପାଖରେ ସତ କହିବ, ଯଦି ଦରକାର ପଡ଼େ ତେବେ ଗୋଟିଏ ମିଛ ନିଶ୍ଚୟ କହିବ। ଚୋରକୁ ଏସବୁ କଥା ଭାରି ଅଜବ ଲାଗୁଥାଏ। କିଛି ସମୟ ସେ ଭାବିବା ପରେ ମନେ ମନେ ବିଚାର କଲା, ମୁଁ ବହୁ ପଇଁତରା ଆପଣେଇକି ଦେଖି ସାରିଲାଣି। ଏଥରକ ବାବାଙ୍କ କଥା ମାନି ଥରେ ସତ କହିକି ଦେଖିବି, ଥରେ ମୁଁ ଦିନରେ ଯାଇକି ଦେଖିବି। ଏବଂ ସେ ସେୟା ହିଁ କଲା। ଏବେ ସିଏ ଗୋଟିଏ ଦିନରେ ଗଲା। ଗୋଟିଏ ଭଲ ଦାମୀ ପୋଷାକଟିଏ ପିନ୍ଧି ଯେବେ ସେ ରାଜାଙ୍କ ଫାଟକ ପାଖରେ ପହଞ୍ଚିଲା, ଦ୍ୱାରପାଳ ପଚାରିଲେ, କିଏ ତୁମେ? ଏଠାରେ ତୁମର ଆସିବାର କାରଣ କ'ଣ? ଚୋର କହିଲା, ମୁଁ ଜଣେ ଚୋର ଏବଂ ମୁଁ ଏଠାକୁ ଚୋରି କରିବାକୁ ଆସିଛି। ଏବଂ ଏସବୁ କଥା ନା ସିଏ ଭାରି ନିର୍ଭୟରେ କହୁଥାଏ, ଭାରି ସାହସରେ କହୁଥାଏ। ଦ୍ୱାରପାଳ ତାର ଦାମୀ ପୋଷାକକୁ ଦେଖି ତାଙ୍କ ଭିତରେ କଥା ହେଲେ, ଏ ନିଶ୍ଚୟ ଜଣେ ପ୍ରଭାବଶାଳୀ ଏବଂ ରାଜାଙ୍କର କେହି ଜଣେ ଖାସ୍ ଲୋକ ନିଶ୍ଚୟ ହୋଇଥିବ। ଏବଂ ଯାହା ଜଣାପଡ଼ୁ ତାଙ୍କ କଥାରୁ ବୋଧ ହୁଏ ସେ ଆମକୁ ରାଗିଗଲେଣି। ଆମେ ଯଦି ତାଙ୍କୁ ଅଧିକ ପ୍ରଶ୍ନ କରୁ, ହେଇପାରେ ସେ ଅଧିକ ରାଗି ଯାଇ ରାଜାଙ୍କ ପାଖରେ ଆମ ବିଷୟରେ ଅଭିଯୋଗ କରିଦେବେ। ଦ୍ୱାରପାଳମାନଙ୍କୁ ନିଜର ଚାକିରି ବିଷୟ ଭାରି ଚିନ୍ତାଜନକ ଲାଗିଲା। ଏପରି କଥା ହୋଇ ସେମାନେ ସେହି ଚୋରକୁ ଭିତରକୁ ଛାଡ଼ିଦେଲେ। ଚୋର ଏବେ ସିଧା ଯାଇ ତାର ଚୋରି କରିବା କାମରେ ଲାଗିଗଲା। ତାର ଏବେ ଗୋଟିଏ କଥା ମନେ ପଡ଼ିଲା କି ବାବା କହିଥିଲେ ଗୋଟିଏ ମିଛ ମଧ୍ୟ କହିବା ପାଇଁ। ସିଏ ଯେବେ ଚୋରି କରି ଆଣିଥିବା ଧନକୁ ଗୋଟିଏ ଗଣ୍ଠିଲି କରି କାନ୍ଧରେ ପକାଇ ବାହାରକୁ ଆସୁଥାଏ, ସେତେବେଳେ ଦ୍ୱାରପାଳ ପଚାରିଲେ, ଏଥିରେ କ'ଣ ଅଛି? ଆମକୁ ଦେଖିବାକୁ ଦିଅ। ଚୋର କହିଲା, ଏଥିରେ ସୁନା ଅଳଙ୍କାର ଅଛି, ତୁମେ ଚାହିଁଲେ ଏହାକୁ ଦେଖିପାର। ରାଜା କହିଛନ୍ତି ଏଗୁଡ଼ିକ ବେକାରରେ ପଡ଼ିକି ଅଛି, ଏହା କୌଣସି କାମରେ ଆସୁନାହିଁ, ସେଥିପାଇଁ ଏହାକୁ ନିଅ ଆଉ ରାଣୀଙ୍କ ପାଇଁ ଭଲ ଅଳଙ୍କାର ଗଢ଼ିକି ନେଇ ଆସ। ଦ୍ୱାରପାଳ ଯେବେ ଗଣ୍ଠିଲି ଖୋଲିକି ଦେଖିଲେ, ସେଥିରେ ସତସତିକା ଅଳଙ୍କାର ହିଁ ଥିଲା। ସେଥିପାଇଁ ସେମାନେ ତାକୁ ଯିବାକୁ ଦେଲେ। ଚୋରଟି ବହୁତ ଖୁସି ଥାଏ। ଦିନେ ସେ ସେହି ବାବାଙ୍କୁ ଭେଟିବାକୁ ଗଲା ଏବଂ ପଚାରିଲା, ବାବା, ଆପଣ କେମିତି ଜାଣିଲେ କି ମୁଁ ସତ କହିଲି, ଠିକ୍ ସେ ଚୋରି କରିପାରିବି? ବାବା କହିଲେ, ବଶ୍ଚ, ମୁଁ ବି ତୁମ ଭଳି ଜଣେ ଚୋର ଥିଲି। ମୋର ତୁମଠାରୁ ଅଧିକ ଅଭିଜ୍ଞତା ଅଛି। ଏବେ ମୁଁ ବୁଢ଼ା ହୋଇଯାଇଥିବାରୁ ଆଉ ଚୋରି କରିପାରୁନାହିଁ। ଏବେ ତୁମେ ଯଦି ସବୁଦିନ ଚୋରି କରିବାକୁ ଚାହୁଁଛ, ତେବେ ତୁମକୁ ମୋ କଥା ମାନିବାକୁ ପଡ଼ିବ, ନହେଲେ ମୁଁ ରାଜାଙ୍କୁ ସବୁ କହିଦେବି। ଚୋର ଏବେ ଡରିଗଲା ଏବଂ କହିଲା, ବାବା, ମୁଁ ଆପଣଙ୍କ ସବୁ କଥା ମାନିବି। ବାବା କହିଲେ, ଆଜିଠାରୁ ତୁ ଯାହା ଚୋରି କରିବୁ ସେଥିରୁ ଅଧା ତୁ ମୋତେ ଦେବୁ, ଆଉ ଅଧା ତୁ ରଖିନେବୁ। ଚୋର ପାଖରେ ରାଜି ହେବା ଛଡ଼ା ଆଉ କିଛି ବାଟ ବି ନଥାଏ। ଆଉ ଦିନେ ଚୋର ଏକଥା ମଧ୍ୟ ଜାଣିବାକୁ ପାଇଲା କି ତା ଭଳି ଚୋର ଆହୁରି 100 ଜଣ ବାବାଙ୍କ ଅଧୀନରେ ଅଛନ୍ତି। ଦର୍ଶକ ବନ୍ଧୁ, ଏହି ଦୁନିଆଟା ଏହିପରି। ଏଠି ସତ ମୁହଁକୁ ଆସିବା ପୂର୍ବରୁ ମିଛ ସାରା ଦୁନିଆ ବୁଲିକି ଚାଲିଆସେ। ଆଜି ସମୟରେ ଏମିତି ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ସତ ବାଟରେ ବା ସଚୋଟ ବାଟରେ ବଞ୍ଚୁଛନ୍ତି। ଯଦି କେବଳ ପୁଣ୍ୟ ଅର୍ଜନ କରି ମୃତ୍ୟୁ ପରେ ସ୍ୱର୍ଗ ପାଇବାର ଅଛି, ତେବେ ଏ ପାପ ଦୁନିଆରେ ବଞ୍ଚିବାଟା ବହୁତ କଷ୍ଟ ହୋଇଯିବ। ଆଉ ଯଦି ସଫଳ ହେବାର ଅଛି, କିଛି ଗୋଟିଏ ହାସଲ କରିବାର ଅଛି, ତେବେ ଟିକିଏ ଖରାପ ତ ନିଶ୍ଚୟ ହେବାକୁ ପଡ଼ିବ। କହିଥିବା ଗପରେ ଚୋର ମାନେ ଆଜିକାଲିର ଖରାପ ଲୋକ।
ଯେଉଁମାନେ ଧନୀ ହେବା ପାଇଁ କିମ୍ବା ପ୍ରଭାବଶାଳୀ ହେବା ପାଇଁ କେବଳ ବାଟ ଆଉ ସୁଯୋଗ ଅପେକ୍ଷାରେ ଥାନ୍ତି। ଯଦି ସେମାନେ କେବଳ ମିଛ କହିବେ ତେବେ ଖୁବ୍ ଜଲ୍ଦି ଧରା ପଡ଼ିଯିବେ। ସେଥିପାଇଁ ସେମାନେ ମିଛ ସହ ସତକୁ ଚାଲାକିର ସହ ବ୍ୟବହାର କରୁଛନ୍ତି। କହିଥିବା ଗପରେ ବାବା ମାନେ ଆଜିର ପ୍ରଶାସନ ବା କିଛି ବଡ଼ ବଡ଼ ପଦପଦବୀ ବାଲା ଖରାପ ଲୋକଙ୍କୁ ମୋହରା କରି ସେ ନିଜର ଧନ ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟକୁ ବଢ଼େଇବାରେ ଲାଗିଛନ୍ତି। କିଛି ଲୋକ ଏପରି ବି ଅଛନ୍ତି ଯିଏ ଭଗବାନଙ୍କ ନାମକୁ ମଧ୍ୟ ବ୍ୟବହାର କରିବାକୁ ପଛାଉନାହାନ୍ତି। ଶେଷରେ ଗପରେ ଥିବା ଦ୍ୱାରପାଳ ମାନେ ତୁମ ଭଳି କିଛି ସଚୋଟ ହୃଦୟର ଲୋକ। ଏପଟେ ରାଜାଙ୍କ ଭୟ, ସେପଟେ ସତ ମିଛ ମିଶା କହୁଥିବା ଚାଲାକ ଲୋକଙ୍କ ଭୟ। ଏଥିରେ ସେମାନେ ଫସି ଯାଉଛନ୍ତି। ଏହି ଗପକୁ ଆପଣ ନିଜ ପରିବାରରେ ମଧ୍ୟ ଆପ୍ଲାଏ କରିପାରିବେ, ନିଜ ବନ୍ଧୁବାନ୍ଧବ ନିଜ ସମ୍ପର୍କ ଭିତରେ ମଧ୍ୟ ଆପ୍ଲାଏ କରିକି ଦେଖିପାରିବେ। ଏପରି ଲୋକ ସବୁଠି ଥାନ୍ତି। ସ୍ୱାର୍ଥ ଦେଖି ନିଜର ହୋଇଯାନ୍ତି, ପୁଣି ସମୟ ଦେଖି ସାଇଡ୍ ବି କରିଦିଅନ୍ତି। କିଛି ନହେଲେ ନାହିଁ ଆପଣ କିଛି ପ୍ରେମର ସମ୍ପର୍କକୁ ମଧ୍ୟ ଉଦାହରଣ ସ୍ୱରୂପ ନେଇପାରିବେ। ସିଏ ଆମ ସହ ମିଶନ୍ତି, ଆମର ସମୟକୁ ଭଲ ବ୍ୟବହାର କରନ୍ତି, ତାଙ୍କର ସବୁ ଦୁଃଖରେ ଆମକୁ ମନେ ପକାନ୍ତି, ତାଙ୍କର ମନେ ପଡ଼ିଗଲେ ଫୋନ୍ କରନ୍ତି। କେଜାଣି କାହିଁକି କ'ଣ ହୁଏ, ଯେବେ ଆମର ସିଏ ଅଧିକ ଦରକାର ପଡ଼ନ୍ତି ତାଙ୍କର କାମ ମନେ ପଡ଼ିଯାଏ। ଯେବେ ଆମକୁ ସମୟ ଦେବାର ଥାଏ ତାଙ୍କୁ ତାଙ୍କର ସମୟଟା ଅଧିକ ମୂଲ୍ୟବାନ ଲାଗେ। ଯେବେ ଆମେ ଦୁଃଖରେ ଥାନ୍ତି ତାଙ୍କର ଆବଶ୍ୟକତା ଆମର ଅଧିକ ପଡ଼ିଥାଏ। ତାଙ୍କର ଫୋନ୍ ଆସିବାଟା ଦୂର କଥା, ଆମେ ଫୋନ୍ କଲେ ମଧ୍ୟ ସିଏ ରିପ୍ଲାଏ ମଧ୍ୟ ଠିକ୍ସେ ଦିଅନ୍ତି ନାହିଁ। ଏ ଦୁନିଆ କାମ କରୁଥିବା ଲୋକଙ୍କୁ ମୂଲିଆ କୁହେ ଏବଂ କାମ କରାଉଥିବା ଲୋକଙ୍କୁ ମାଲିକ କୁହେ। ମାନେ ପ୍ରଶ୍ନ ଆପଣଙ୍କ ଉପରେ, ଆପଣ ଗଧ ହୋଇ ବଞ୍ଚିବେ ନା ଚାଲାକ ଘୋଡ଼ା ପରି ନିଜର ଚାଲକୁ ନିଜେ ଚଲେଇ ଚାଲାକ ହୋଇ ଅନ୍ୟକୁ ଆଶ୍ଚର୍ଯ୍ୟ କରିଦେବେ। ଏ ଦୁନିଆ ତାକୁ ସଲାମ କରେ ଯିଏ ଅନ୍ୟକୁ ନିଜ ଇଶାରାରେ ନଚାଇ ପାରେ। ଆପଣ ବି ସେପରି ହୁଅନ୍ତୁ। ଇମୋସନରେ ଜାଲ ଭିତରେ ଫସନ୍ତୁ ନାହିଁ। ଯାହାକୁ ଭଲ ପାଉଛନ୍ତି ନା ତାକୁ କନ୍ଦେଇବା ଶିଖନ୍ତୁ। ସିଏ ସବୁଦିନ ପାଇଁ ଆପଣଙ୍କୁ ଭଲ ପାଇବ। ଆଉ ଯଦି ତାକୁ କେବଳ ଭଲ ପାଇବ ନା, ତାକୁ କେବଳ ସ୍ନେହ ଆଦର ଦେବ ନା, ସିଏ ଆପଣଙ୍କ ଭଲ ପାଇବାକୁ କେବେ ଆଦର କରିବନି। ଆପଣ ଅଧିକ ହସିଲେ ଲୋକ ପାଗଳ କହିବେ। ଆପଣ ଅଧିକ ହସାଇଲେ ଲୋକେ ଆପଣଙ୍କୁ ଜୋକର କହିବେ। କିନ୍ତୁ ଯଦି ଆପଣ ଅଧିକ କନ୍ଦାଇ ପାରିଲେ, ଅନ୍ୟକୁ କଣ୍ଟ୍ରୋଲ କରିପାରିଲେ, ତେବେ ଲୋକେ ଆପଣଙ୍କୁ ରାଜା ପରି ମାନିବେ। ଯଦି ତୁମେ ଭଲ, ତେବେ ଅନ୍ୟମାନେ ସନ୍ଦେହ କରିବା ତ ସ୍ୱାଭାବିକ କଥା, କାରଣ ସନ୍ଦେହ ତ ସୁନାର ଶୁଦ୍ଧତା ଉପରେ କରାଯାଏ, କୋଇଲାର କଳା ଉପରେ ନୁହେଁ। ଆପଣଙ୍କୁ ଖରାପ ଭାବୁଥିବା ଲୋକଙ୍କୁ ଆପଣ ବେଶୀ ପସନ୍ଦ କରନ୍ତୁ, କାରଣ ସିଏ ନିଜଠାରୁ ଅଧିକ ଆପଣଙ୍କ ବିଷୟରେ ଭାବୁଛନ୍ତି। ତୁମେ ଯଦି ନିଜକୁ ଭଲ ନ ପାଇବ ତେବେ କେମିତି ଆଶା ରଖିବ କି ଅନ୍ୟମାନେ ବି ତୁମକୁ ଭଲ ପାଇବେ? ପ୍ରଥମେ ତୁମେ ନିଜକୁ ଭଲ ପାଅ। କେମିତି କେହି ସାଥିରେ ଥାଉ କି ନଥାଉ, ତୁମେ ତୁମ ଜୀବନକୁ ଠିକ୍ସେ ଉପଭୋଗ କରିପାରିବ। ତେବେ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ କିଛି ନୂଆ ବାର୍ତ୍ତା ଏବଂ କିଛି ନୂଆ ବିଚାରକୁ ନେଇ। ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।